ମୁଁ ଜାଣିଛି ଆପଣ ଏଥିପାଇଁ ଏ ଭିଡ଼ିଓଟିକୁ କ୍ଲିକ୍ କରିଛନ୍ତି କାରଣ ଆପଣ ଶୁଣିଛନ୍ତି ଟ୍ରେଡିଂ କରି ବହୁତ ଲୋକ ଘରେ ବସି ଲକ୍ଷାଧିକ ଟଙ୍କା ଇନକମ୍ କରୁଛନ୍ତି। କିନ୍ତୁ ଆପଣ ଅଧା କଥା ଶୁଣିଛନ୍ତି। ଟ୍ରେଡିଂ କରି ତ ଲକ୍ଷାଧିକ ଟଙ୍କା କମେଇ ହେବ, କିନ୍ତୁ ବାସ୍ତବରେ ତାହା ପୁରା ଓଲଟା। ଯଦି ଆପଣଙ୍କର ଟ୍ରେଡିଂରେ ଜ୍ଞାନ ନାହିଁ, ଆପଣ ଟ୍ରେଡିଂ କ'ଣ ଜାଣିନାହାନ୍ତି, ଟ୍ରେଡିଂ କେତେ ପ୍ରକାର କରାଯାଏ ତାହା ମଧ୍ୟ ଜାଣିନାହାନ୍ତି, ଟ୍ରେଡିଂ କରିବା ପାଇଁ ଆମକୁ କେଉଁ କେଉଁ ଦିଗକୁ ସବୁ ଧ୍ୟାନ ରଖିବା ଦରକାର, ଟ୍ରେଡିଂ କରିବା ପାଇଁ କେଉଁ କେଉଁ ସବୁ ଟୁଲକୁ ୟୁଜ୍ କରିବା ଦରକାର, ଏସବୁ ଜିନିଷକୁ ଆପଣ ନ ବୁଝି ନ ଶିଖି ଯଦି ଟ୍ରେଡିଂର ଦୁନିଆକୁ ପଶୁଛନ୍ତି ତାହେଲେ ଆପଣଙ୍କର ସବୁ ପଇସା ଲସ୍ ମଧ୍ୟ ହେଇପାରେ। ଟ୍ରେଡିଂରେ ଯେତେ ଜଲ୍ଦି ପ୍ରଫିଟ୍ ହୁଏ ତାଠାରୁ ଆହୁରି ଜଲ୍ଦି ଲସ୍ ମଧ୍ୟ ହୋଇଥାଏ। ସେବିର ଡାଟା କହୁଛି ଟ୍ରେଡିଂରେ 90% ଲୋକ ଲସ୍ କରନ୍ତି ଏବଂ 10% ଲୋକ ପ୍ରଫିଟ୍ କରିପାରନ୍ତି। ଏକଥା ସବୁ ଶୁଣି ଆପଣଙ୍କୁ ଟିକେ ଡର ମଧ୍ୟ ଲାଗିପାରେ, କିନ୍ତୁ ଡରନ୍ତୁ ନାହିଁ। ଟ୍ରେଡିଂକୁ ଯଦି ଆପଣ ଶିଖିକିରି କରିବେ ତାହେଲେ ଆପଣ ମଧ୍ୟ ବହୁତ ପଇସା ଇନକମ୍ କରିପାରିବେ। ନମସ୍କାର, ମୁଁ ଚନ୍ଦ୍ରକାନ୍ତ ଦାସ। ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଓଡ଼ିଆ ଇନଭେଷ୍ଟର ଆଣ୍ଡ ଟ୍ରେଡର ଚ୍ୟାନେଲକୁ। ପ୍ରଥମେ ଜାଣିବା ଟ୍ରେଡିଂ କ'ଣ, ଟ୍ରେଡିଂ କାହାକୁ କୁହାଯାଏ। ଗୋଟେ ଏକ୍ଜାମ୍ପଲ ମାଧ୍ୟମରେ ବୁଝିବା। ଗୋଟେ କୃଷକ ଆଳୁ ଚାଷ କଲା। ସେ ସେହି ଆଳୁକୁ ଗୋଟେ ବେପାରୀକୁ ଗୋଟେ କେଜି ପିଛା 10 ଟଙ୍କା ହିସାବରେ ବିକିଲା। ବେପାରୀ ଜଣକ ସେହି ଆଳୁକୁ 12 ଟଙ୍କା ହିସାବରେ ଗ୍ରାହକକୁ ବିକିଲେ। ଏହି ପ୍ରକ୍ରିୟାକୁ ହିଁ ଟ୍ରେଡିଂ କୁହାଯାଏ। ଜଣେ ଜଣକଠାରୁ କିଛି ଜିନିଷ ନେଇ ସେଥିରେ ପ୍ରଫିଟ୍ ରଖି ଆଉ ଜଣକୁ ବିକିବାକୁ ଆମେ ଟ୍ରେଡିଂ କହିଥାଉ। ଟ୍ରେଡିଂକୁ ଓଡ଼ିଆରେ ଆମେ କହିଥାଉ ବାଣିଜ୍ୟ। ଇଏ ତ ଥିଲା ଜଣେ କୃଷକଙ୍କର ଏକ୍ଜାମ୍ପଲ, କିନ୍ତୁ ଷ୍ଟକ୍ ମାର୍କେଟରେ କିପରି ଟ୍ରେଡିଂ କରାଯାଏ ଚାଲ ଜାଣିବା। ଷ୍ଟକ୍ ମାର୍କେଟରେ ଟ୍ରେଡିଂ କିମ୍ବା ଇନଭେଷ୍ଟମେଣ୍ଟ କରିବା ପାଇଁ ଗୋଟେ ଡିମାଟ୍ ଆକାଉଣ୍ଟ ନିହାତି ଦରକାର। ସେଥିପାଇଁ ମୁଁ ଡିସ୍କ୍ରିପ୍ସନରେ କିଛି ଭଲ ଭଲ ବ୍ରୋକରଙ୍କର ଲିଙ୍କ ଦେଇଦେଇଛି। ଆପଣ ସେଥିରେ କ୍ଲିକ୍ କରି ଡିମାଟ୍ ଆକାଉଣ୍ଟ ଖୋଲିପାରିବେ। ଯେତେବେଳେ ଆପଣ ଟ୍ରେଡିଂ କରିବେ ସେତେବେଳେ ଆପଣଙ୍କୁ ପ୍ରଥମେ ସିଲେକ୍ସନ କରିବାକୁ ପଡ଼ିବ ଆପଣ ଇଣ୍ଡେକ୍ସରେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି ନା କୌଣସି ପର୍ଟିକୁଲାର ଷ୍ଟକ୍ରେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି। ଅନେକର ନିଫ୍ଟି 50 ଇଣ୍ଡେକ୍ସରେ ଆପଣ ଟ୍ରେଡିଂ କରିବା ପାଇଁ ଚାହୁଁଛନ୍ତି। ଯଦି ଆପଣଙ୍କୁ ଲାଗୁଛି ମାର୍କେଟ ଉପରକୁ ଯିବ ତାହେଲେ ଆପଣଙ୍କୁ କଲ୍ ବାଏ କରିବାକୁ ପଡ଼ିବ। ଯଦି ଆପଣଙ୍କୁ ଲାଗୁଛି ମାର୍କେଟ ତଳକୁ ଯିବାର ଅଛି ତାହେଲେ ଆପଣଙ୍କୁ ପୁଟ୍ ବାଏ କରିବାକୁ ପଡ଼ିବ। ମୁଁ ଜାଣିପାରୁଛି ଆପଣ ଏକଥା ବୁଝିପାରିଲେ ନାହିଁ। ଇଏ କଲ୍ ଆଉ ପୁଟ୍ ଜିନିଷଟି କ'ଣ? ଏବେ ଖାଲି ଏତିକି ଜାଣିଥାନ୍ତୁ, ଯେତେବେଳେ ମାର୍କେଟ ଉପରକୁ ଯିବ ଆମକୁ କଲ୍ ସାଇଡ୍ରେ ବାଏ କରିବାକୁ ପଡ଼ିବ ଏବଂ ମାର୍କେଟ ଯେତେବେଳେ ତଳକୁ ଯିବ ସେତେବେଳେ ଆମକୁ ପୁଟ୍ ସାଇଡ୍ରେ ବାଏ କରିବାକୁ ପଡ଼ିବ। ଯଦି ଆପଣ ନିଫ୍ଟି 50 ଇଣ୍ଡେକ୍ସରେ ଟ୍ରେଡିଂ କରୁଛନ୍ତି ତାହେଲେ ପ୍ରଥମେ ଆପଣଙ୍କୁ ଦେଖିବାକୁ ପଡ଼ିବ ତାହାର ପ୍ରାଇସ୍ ବର୍ତ୍ତମାନ ମାର୍କେଟରେ କେତେ ଚାଲିଛି। ଅନେକର ନିଫ୍ଟି 50ର ପ୍ରାଇସ୍ ଏବେ ଚାଲିଛି 23,000। ଯଦି ଆପଣଙ୍କୁ ଲାଗୁଛି ଏହି 23,000 ପ୍ରାଇଜ୍ରୁ ମାର୍କେଟ ଆହୁରି ଉପରକୁ ମନେକର 23,300 କିମ୍ବା 23,500 ପର୍ଯ୍ୟନ୍ତ ଯିବ, ତାହେଲେ ଆପଣ 23,000 ତଳେ ଯେତେ ସବୁ ପ୍ରାଇଜ୍ ଅଛି କିମ୍ବା 23,000କୁ ବି ନେଇପାରିବେ, ନହେଲେ 23,000 ଉପରେ ଥିବା ପ୍ରାଇଜ୍କୁ ମଧ୍ୟ ଆପଣ ନେଇପାରିବେ। ଏଠି ଗୋଟେ କଥା ମନେ ରଖିବେ, ନିଫ୍ଟି 50 ଯେଉଁ 23,000ରେ ଚାଲିଛି ତାହାକୁ ଏଟିଏମ୍ କୁହାଯାଏ। ଏହାର ଫୁଲ୍ ଫର୍ମ ହେଉଛି ଆଟ୍ ଦ ମନି। 23,000 ତଳେ ଯେଉଁ ସବୁ ପ୍ରାଇଜ୍ ଅଛି ତାହାକୁ ଓଟିଏମ୍ କୁହାଯାଏ। ଏହାର ଫୁଲ୍ ଫର୍ମ ହେଉଛି ଆଉଟ୍ ଦ ମନି। 23,000 ଉପରେ ଯେଉଁ ସବୁ ପ୍ରାଇଜ୍ ଚାଲିଛି ତାହାକୁ ଆଇଟିଏମ୍ କୁହାଯାଏ। ଏହାର ଫୁଲ୍ ଫର୍ମ ହେଉଛି ଇନ୍ ଦ ମନି। ଯଦି ଆପଣ ଓଟିଏମ୍ରେ ଟ୍ରେଡିଂ କରିବେ ତାହେଲେ ଆପଣଙ୍କୁ କମ୍ ପ୍ରାଇଜ୍ରେ ଷ୍ଟ୍ରାଇକ୍ ପ୍ରାଇଜ୍ ମିଳିଯିବ। ଯଦି ଆପଣ ଓଟିଏମ୍କୁ ନ ନେଇ ଆଇଟିଏମ୍ରେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅଧିକା ପ୍ରାଇଜ୍ ଦେଇ ଟ୍ରେଡ୍ ନେବାକୁ ପଡ଼ିବ। ଏଠି ବହୁତ ଲୋକ ଭୁଲ କରନ୍ତି। ସେମାନେ ଭାବନ୍ତି ଓଟିଏମ୍କୁ ନେଲେ ଆମକୁ କମ୍ ପ୍ରାଇଜ୍ରେ ବହୁତ କ୍ୱାଣ୍ଟିଟି ମିଳିଯିବ। ଚାଲ ମୁଁ ଆଉ ଏକ ଭିଡ଼ିଓରେ ଆପଣଙ୍କୁ ଏହି ଏଟିଏମ୍, ଓଟିଏମ୍ ଏବଂ ଆଇଟିଏମ୍ ବାବଦରେ କହିବି। ଯଦି ମୁଁ ଏହି ଭିଡ଼ିଓରେ ସବୁକିଛି ଆପଣଙ୍କୁ କହିବି ତାହେଲେ ଆପଣ ବୁଝିପାରିବେ ନାହିଁ ଏବଂ ଭିଡ଼ିଓଟି ବହୁତ ଲମ୍ବା ହେଇଯିବ। ଚାଲ ପ୍ରାକ୍ଟିକାଲ ମାଧ୍ୟମରେ ଏବେ ଜାଣିବା କିପରି ଗୋଟେ ଟ୍ରେଡ୍କୁ ଆମେ ବାଏ କିମ୍ବା ସେଲ୍ କରିପାରିବା। ମୁଁ ଜିରୋଧାର ଆପ୍ସକୁ ୟୁଜ୍ କରେ, ସେଥିପାଇଁ ଏହା ମାଧ୍ୟମରେ ମୁଁ ଆପଣଙ୍କୁ କହିବି। ଆପଣ ଯେକୌଣସି ବ୍ରୋକରର ଆପ୍ସକୁ ୟୁଜ୍ କରିପାରିବେ। ଏକ୍ଜାମ୍ପଲ ପାଇଁ ମୁଁ ଆପଣଙ୍କୁ ନିଫ୍ଟି 50 ବ୍ୟାଙ୍କରେ କିପରି ଟ୍ରେଡ୍ ନିଆଯାଏ କହିବି। ଆପଣ ସେମ୍ ପ୍ରକ୍ରିୟା ମାଧ୍ୟମରେ କୌଣସି ଇଣ୍ଡେକ୍ସ କିମ୍ବା କୌଣସି ଷ୍ଟକ୍ରେ ମଧ୍ୟ ଟ୍ରେଡିଂ କରିପାରିବେ। ପ୍ରଥମେ ଦେଖିବାକୁ ପଡ଼ିବ ନିଫ୍ଟି ବ୍ୟାଙ୍କ କେତେ ଟଙ୍କା ପ୍ରାଇଜ୍ରେ ଚାଲିଛି। ବର୍ତ୍ତମାନ ନିଫ୍ଟି ବ୍ୟାଙ୍କ 48,700 ଟଙ୍କାରେ ଟ୍ରେଡ୍ କରୁଛି। ଯଦି ଆପଣଙ୍କୁ ଲାଗେ ନିଫ୍ଟି ବ୍ୟାଙ୍କ 48,700 ଉପରକୁ ଯିବାର ଅଛି ତାହେଲେ ଆପଣ ସର୍ଚ୍ଚ ବାର୍ରେ ଲେଖିପାରିବେ 48,700। ଆପଣ ଯେଉଁ ମାସର ଏକ୍ସପାରି ନେବାକୁ ଚାହୁଁଛନ୍ତି ତାହା ଉପରେ ସିଲେକ୍ସନ କରିବେ। ଏଠି ଗୋଟେ କଥା ମନେ ରଖିବେ, ଏହି ଏକ୍ସପାରିର ମାନେ ହେଉଛି
ଆପଣ ସେହି ମାସର ଲାଷ୍ଟ ଟ୍ରେଡିଂ ଯେଉଁ ତାରିଖରେ ଥିବ ସେହି ଦିନ ପର୍ଯ୍ୟନ୍ତ ଆପଣ ଏହି କଣ୍ଟ୍ରାକ୍ଟକୁ ରଖିପାରିବେ। ଯଦି ସେହି ତାରିଖ ଭିତରେ ଆପଣଙ୍କର ପ୍ରଫିଟ୍ ହେଇଗଲା ତ ଆପଣ ତାକୁ ବିକିପାରିବେ, ନହେଲେ ଯଦି ଅଧିକା ଲସ୍ ମଧ୍ୟ ହେଇଯିବ ତାହେଲେ ଆପଣ ତାକୁ ବିକି ମଧ୍ୟ ପାରିବେ। ଏହାପରେ ଆପଣ 48,700 କୁ ସିଲେକ୍ସନ କରିବେ, କାରଣ ଆପଣଙ୍କୁ ଲାଗୁଛି ମାର୍କେଟ ଉପରକୁ ଯିବାର ଅଛି, ସେଥିପାଇଁ ସି କୁ ସିଲେକ୍ସନ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଆଉ ଟିକେ ପୂର୍ବରୁ କହିଥିଲି କଲ୍କୁ ବାଏ କରିବାକୁ ପଡ଼ିବ। ଏହି କଲ୍ର ମାନେ ହେଉଛି ସିଇ। ଏହାପରେ ଦେଖିପାରିବେ ବାଏ ସେଲ୍ କରିବା ପାଇଁ ଆପଣଙ୍କୁ ଅପସନ୍ ଦେଖାଉଥିବ, ଆପଣ ବାଏ ଉପରେ କ୍ଲିକ୍ କରିବେ। ଏହାପରେ ଗୋଟେ ନୂଆ ପପଅପ୍ ଖୋଲିଯିବ। ଏଠି ଆପଣ ଦେଖିପାରିବେ ଏହାର ପ୍ରାଇସ୍ କେତେ ଟଙ୍କାରେ ଏବେ ଟ୍ରେଡ୍ କରୁଛି। ଏହାପରେ ଆପଣଙ୍କୁ କ୍ୱାଣ୍ଟିଟି ଉପରେ ଟାଇପ୍ କରିବାକୁ ପଡ଼ିବ, ଆପଣ କେତୋଟି ଲଟ୍ ନେବାକୁ ଚାହୁଁଛନ୍ତି। ବ୍ୟାଙ୍କ ନିଫ୍ଟିର ଲଟ୍ ସାଇଜ୍ ହେଉଛି 15। ଲଟ୍ ସାଇଜ୍ର ମାନେ ହେଉଛି ଆପଣଙ୍କୁ 15ଟା କ୍ୱାଣ୍ଟିଟି ନେବାକୁ ପଡ଼ିବ। ପ୍ରତ୍ୟେକ ଷ୍ଟକ୍ ଏବଂ ଇଣ୍ଡେକ୍ସର ଲଟ୍ ସାଇଜ୍ ଅଲଗା ଅଲଗା ଥାଏ। ଏହାପରେ ଆପଣଙ୍କୁ ମାର୍କେଟ ପ୍ରାଇସ୍ କିମ୍ବା ଲିମିଟ୍ ପ୍ରାଇସ୍ ଉପରେ ସିଲେକ୍ସନ କରିବାକୁ ପଡ଼ିବ। ଯଦି ଆପଣ ମାର୍କେଟ ପ୍ରାଇଜ୍ରେ ସିଲେକ୍ସନ କରୁଛନ୍ତି ତାହେଲେ ଯେତିକି ଟଙ୍କାରେ ପ୍ରାଇସ୍ ଚାଲିଛି ସେତିକି ଟଙ୍କାରେ ଆପଣଙ୍କୁ ଟ୍ରେଡ୍ ମିଳିବ। ଯଦି ଆପଣ କୌଣସି ନିର୍ଦ୍ଧାରିତ ପ୍ରାଇଜ୍ରେ ଟ୍ରେଡ୍ ନେବାକୁ ଚାହୁଁଛନ୍ତି ତାହେଲେ ଲିମିଟ୍ ବକ୍ସ ଉପରେ ଆପଣଙ୍କୁ ପ୍ରାଇସ୍ ଲେଖିବାକୁ ପଡ଼ିବ। ଏହାପରେ ତଳକୁ ଟିକେ ଦେଖିଲେ ଆପଣ ଦେଖିପାରିବେ ଇଣ୍ଟ୍ରାଡେ ଏବଂ ଓଭରନାଇଟ୍ ଲେଖା ହେଇଛି। ଏହାର ମାନେ ହେଉଛି ଯଦି ଆପଣ ଇଣ୍ଟ୍ରାଡେକୁ ସିଲେକ୍ସନ କରୁଛନ୍ତି ତାହେଲେ ଆପଣଙ୍କୁ ସେହି ଦିନ ମାର୍କେଟ କ୍ଲୋଜ୍ ହେବା ପୂର୍ବରୁ ସେଲ୍ କରିବାକୁ ପଡ଼ିବ। ଯଦି ଆପଣ ଓଭରନାଇଟ୍କୁ ସିଲେକ୍ସନ କରୁଛନ୍ତି ତାହେଲେ ସେହି କଣ୍ଟ୍ରାକ୍ଟକୁ ଲାଷ୍ଟ ଡେଟ୍ ପର୍ଯ୍ୟନ୍ତ ଆପଣ ହୋଲ୍ଡ କରିକିରି ରଖିପାରିବେ। ଏହାପରେ ଆପଣଙ୍କୁ ବାଏ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଯଦି ଆପଣଙ୍କୁ ଲାଗେ ମାର୍କେଟ ତଳକୁ ଯିବାର ଅଛି, ଠିକ୍ ସେମ୍ ପ୍ରୋସେସ୍ରେ ଆପଣ ପି କୁ ସିଲେକ୍ସନ କରିବାକୁ ପଡ଼ିବ। ଯେଉଁ ଟ୍ରେଡ୍କୁ ଆପଣ ନେଇଥିବେ ଯଦି ଆପଣଙ୍କର ପ୍ରଫିଟ୍ ହୋଇଗଲା କିମ୍ବା ଅଧିକା ଲସ୍ ହୋଇଯାଏ ତାହେଲେ ଆପଣଙ୍କୁ ସେଲ୍ କରିବାକୁ ପଡ଼ିବ। ଏହାକୁ କରିବା ବହୁତ ସହଜ। ଏହି କଣ୍ଟ୍ରାକ୍ଟକୁ ସେଲ୍ କରିବାକୁ ଚାହୁଁଛନ୍ତି ତାହେଲେ ତା ଉପରେ କ୍ଲିକ୍ କରି ଆପଣ ଇଜିଲି ସେଲ୍ ମଧ୍ୟ କରିପାରିବେ। ଏହାପରେ ଜାଣିବା ଟ୍ରେଡିଂ କେତେ ପ୍ରକାରର ଥାଏ ଏବଂ ଆମେ କେଉଁ କେଉଁ ଟ୍ରେଡିଂ କରିପାରିବା। ପ୍ରଥମେ ହେଉଛି ସୁଇମ୍ ଟ୍ରେଡିଂ, ଯେଉଁ ଟ୍ରେଡ୍କୁ ଆମେ କିଛି ଦିନ ବା କିଛି ହପ୍ତାହ ପାଇଁ ହୋଲ୍ଡ କରି ରଖିଥାଉ ତାହାକୁ ଆମେ ସୁଇମ୍ ଟ୍ରେଡିଂ କହିଥାଉ। ସେକେଣ୍ଡରେ ହେଉଛି ଇଣ୍ଟ୍ରାଡେ ଟ୍ରେଡିଂ, ଯେଉଁ ଟ୍ରେଡିଂକୁ ଗୋଟେ ଦିନ ଭିତରେ ଆମେ ବାଏ ସେଲ୍ କରିଥାଉ ତାହାକୁ ଆମେ ଇଣ୍ଟ୍ରାଡେ ଟ୍ରେଡିଂ କହିଥାଉ। 3 ନମ୍ବରରେ ପୋଜିସନାଲ ଟ୍ରେଡିଂ, ଯେଉଁ ଟ୍ରେଡ୍କୁ ଆମେ କିଛି ମାସ ପର୍ଯ୍ୟନ୍ତ ହୋଲ୍ଡ କରି ରଖିଥାଉ ତାହାକୁ ଆମେ ପୋଜିସନାଲ ଟ୍ରେଡିଂ କହିଥାଉ। 4 ନମ୍ବରରେ ବିଟିଏସ୍ ଟ୍ରେଡିଂ, ଯେଉଁ ଟ୍ରେଡ୍କୁ ମାର୍କେଟ ବନ୍ଦ ହେବା ପୂର୍ବରୁ ନିଆଯାଏ ଏବଂ ତା ପରଦିନ ମାର୍କେଟ ଓପନ ହେଉ ହେଉ ତାକୁ ସେଲ୍ କରାଯାଏ ତାହାକୁ ଆମେ ବିଟିଏସ୍ ଟ୍ରେଡିଂ କହିଥାଉ। ଏହାର ଫୁଲ୍ ଫର୍ମ ହେଉଛି ବାଏ ଟୁଡେ ସେଲ୍ ଟୁମୋରୋ। 5 ନମ୍ବର ଟ୍ରେଡିଂ ନାଁ ହେଉଛି ସ୍କାଲ୍ପିଂ ଟ୍ରେଡିଂ, ଯେଉଁ ଟ୍ରେଡ୍କୁ କିଛି ସେକେଣ୍ଡ କିଛି ମିନିଟ୍ ପାଇଁ ନିଆଯାଏ ତାହାରି ଭିତରେ ବାଏ ସେଲ୍ କରାଯାଏ ତାହାକୁ ଆମେ ସ୍କାଲ୍ପିଂ ଟ୍ରେଡିଂ କହିଥାଉ। ଏହାପରେ ଚାଲ ଜାଣିବା ଟ୍ରେଡିଂ କରିବା ପାଇଁ ଆମକୁ କେଉଁ କେଉଁ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଟ୍ରେଡିଂ କରିବା ପାଇଁ ଆପଣଙ୍କୁ ଦୁଇଟି ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ନମ୍ବର 1 ହେଉଛି ନ୍ୟୁଜ୍। ଟ୍ରେଡିଂକୁ ନେବା ପୂର୍ବରୁ ଆପଣଙ୍କୁ ପ୍ରଥମେ ୱାର୍ଲଡର ନ୍ୟୁଜ୍ ଉପରେ ଟିକେ ଧ୍ୟାନ ଦେବାକୁ ପଡ଼ିବ। ୱାର୍ଲଡର ନ୍ୟୁଜ୍ ପଜିଟିଭ୍ ଅଛି ନା ନେଗେଟିଭ୍ ଅଛି ତାହା ଜାଣିବା ନିହାତି ଦରକାର। ଏହାକୁ ଛାଡ଼ିଲା ପରେ ଆପଣଙ୍କୁ ଆମ ଦେଶର ନ୍ୟୁଜ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଆମ ଦେଶରେ କେବେ ଇଲେକ୍ସନ୍ କେଉଁଠି ଅଛି, କାହାର କେବେ ରେଜଲ୍ଟ ବାହାରୁଛି ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏହାକୁ ଛାଡ଼ିଲା ପରେ ଆରବିଆଇ ମନିଟାରୀ ପଲିସି ଉପରେ ଧ୍ୟାନ ଦେବାକୁ ପଡ଼ିବ। ଜିଏସଟି ମିଟିଂ କେବେ ଆମ ଦେଶରେ ହେଉଛି ତାହା ଉପରେ ଧ୍ୟାନ ଦେବାକୁ ପଡ଼ିବ, କିମ୍ବା କେଉଁ ଷ୍ଟକ୍ର କ୍ୱାର୍ଟର ରେଜଲ୍ଟ କେବେ ଆସୁଛି ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ଏବଂ ଆମ ଦେଶର ବଜେଟ୍ ମଧ୍ୟ କେବେ ଆସୁଛି ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ଏବଂ ବଜେଟ୍ରେ କ'ଣ କ'ଣ ସବୁ ଆନାଉନ୍ସମେଣ୍ଟ ହେଉଛି ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଇଏ ତ ଥିଲା ନ୍ୟୁଜ୍ର କଥା। ଏହାପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ ପ୍ରାଇଜ୍ ଆକ୍ସନ୍ ଉପରେ, ସପୋର୍ଟ ରେଜିଷ୍ଟାନ୍ସ ଉପରେ, କ୍ୟାଣ୍ଡେଲଷ୍ଟିକ୍ ପ୍ୟାଟର୍ନ ଉପରେ। ଯଦି ଆପଣମାନେ ଏହି ସପୋର୍ଟ ରେଜିଷ୍ଟାନ୍ସ କ'ଣ ଜାଣିନାହାନ୍ତି, ପ୍ରାଇଜ୍ ଆକ୍ସନ୍ କ'ଣ ଜାଣିନାହାନ୍ତି, କ୍ୟାଣ୍ଡେଲଷ୍ଟିକ୍ ପ୍ୟାଟର୍ନ କ'ଣ ଜାଣିନାହାନ୍ତି ତାହେଲେ ମୋତେ ସବସ୍କ୍ରାଇବ୍ କରିନିଅନ୍ତୁ। ଯେବେ ମୁଁ ଆଗକୁ ଏହି ଟପିକ୍ ଉପରେ ଭିଡ଼ିଓ ବନେଇବି ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ଏବେ ଚାଲ ଜାଣିବା ଟ୍ରେଡିଂ କରିବା ପାଇଁ ଆମକୁ କେଉଁ କେଉଁ ସବୁ ଟୁଲ୍ କିମ୍ବା ୱେବସାଇଟ୍ର ଆବଶ୍ୟକତା ପଡ଼ିପାରେ। ଯେପରି ନ୍ୟୁଜ୍ ପାଇଁ ଆପଣ ମନି କଣ୍ଟ୍ରୋଲ ଆପ୍ସକୁ ୟୁଜ୍ କରିପାରିବେ। ପୃଥିବୀର ସବୁ ଦେଶର ଷ୍ଟକ୍ ମାର୍କେଟକୁ ଯଦି ଆପଣ ଆନାଲିସିସ୍ କରିବାକୁ ଚାହୁଁଛନ୍ତି ତାହେଲେ investing.com ଆପ୍ସକୁ ୟୁଜ୍ କରିପାରିବେ।
ट्रेडिंग करने समय आपन को चार्ट को देखा पड़ो से आपण ट्रेडिंग व्यू आप्स किंबा वेबसाइट को यूज करें। यापर जदि आपण कौन पर्टिकुलर स्टॉक रे ट्रेडिंग करने को चाहूँगी ताहले तार एनालिसिस आपण स्कैनर वेबसाइट को यूज करें। सबुठ बड़ जिनस होउची आपन को ट्रेडिंग करने प्रथम गोटे डिमाट अकाउंट निहाती दरकार। से आपण काइट ग्रो किंबा एंजल वन परी ब्रोकर एप्स को यूज करें। यही सब टूल एवं एप्स को मु निजे यूज करे से मु आपन को यही बाबद में कहली। जदि आपन को अलग कौन सी एप्स किंबा वेबसाइट भल लगे ताहार यूज आपण करें। आशा करुच्ची ट्रेडिंग रो बेसिक जिनस को आपण यही वीडियो देखि जानी पारिथिबे। जदि यही वीडियोटी आपन को पसंद लगी थाए ताहले लाइक शेयर एवं सब्सक्राइब करनियंतु एवं आपनक सांगसाथी पाखकु शेयर कर दियंतु। आज पई एतिकी फेर देखाबो आउ एक नुआ वीडियो रे। समस्ते इनकम करंतु एवं आगु को बढ़ंतु। जय जगन्नाथ।